ଏହି କଳି କାଳରେ ଆମମାନଙ୍କୁ ଭଜନ କରିବାକୁ ହେଲେ ଭଗବାନ ଆସି ଆମମାନଙ୍କୁ ଏହି ଜଗତରେ ଶିକ୍ଷା ପ୍ରଦାନ କରିଛନ୍ତି। ବିଶେଷ କରି କଳି କାଳରେ ଆମର ଯୁଗ ଧର୍ମ ହେଉଛି ନାମ ସଂକୀର୍ତ୍ତନ। କୃତେଜ ଧ୍ୟାୟତ ବିଷ୍ଣୁ ତ୍ରେତାୟାଂ ଯଜତ ମଖଇ ଦ୍ୱାପରେ ପରିଚର୍ଯ୍ୟାମ କଳୌତ ଧରି ସଂକୀର୍ତ୍ତନାଥ। ତେଣୁ କହିଲେ ସତ୍ୟଯୁଗର ଧର୍ମ ଥିଲା ଧ୍ୟାନ, ତ୍ରେତାରେ ଯଜ୍ଞ, ଦ୍ୱାପରେ ଅର୍ଚ୍ଚନ, କଳିରେ ନାମ ସଂକୀର୍ତ୍ତନ। ଏହି ହେଉଛି ଯୁଗ ଧର୍ମ କଳି କାଳର। ତେଣୁ ମନୁଷ୍ୟ ଜୀବନ ଆମମାନଙ୍କର ଅନିତ୍ୟ। ତେଣୁ ଏହି ମନୁଷ୍ୟ ଦେହରେ ଆମମାନେ ଅନ୍ୟାନ୍ୟ କଠିନ ସାଧନ କରିପାରିବା ନାହିଁ। କାରଣ ମନୁଷ୍ୟ ଶରୀର ନାନା ପ୍ରକାର ରୋଗ ଦ୍ୱାରା ଜର୍ଜରିତ ଏବଂ ଅଳ୍ପ ଆୟୁ। ତେଣୁ ଏହିପରି ଶରୀର ଦ୍ୱାରା କଠିନ ସାଧନ ହୋଇପାରିବ ନାହିଁ। ସେଥିପାଇଁ ଭଗବାନ କୃପା କରି କହିଲେ ଯେ ମୁଁ ତୁମକୁ ଏଇ ନାମ ଦେଲି, ଏହି ମହାମନ୍ତ୍ର ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କାରଣ ଜଗତରେ ସାଧନ ସବୁଠାରୁ ଶ୍ରେଷ୍ଠ ଅଙ୍ଗ ଗୀତା କହିଲେ ଯେ ଭକ୍ତି। ଯିଏ ମୋତେ ଭକ୍ତି କରେ ସିଏ ପରମ ମଙ୍ଗଳ ଲାଭ କରିପାରିବ। ଭକ୍ତ୍ୟା ମାଂ ଅଭିଜାନାତି ଯାବନ୍ ଯସ୍ୟାସ୍ମି ତତ୍ତ୍ୱତଃ। ତେଣୁ ଭକ୍ତି ଦ୍ୱାରା ହିଁ ଲୋକ ମୋତେ ଜାଣିପାରିବ। କିନ୍ତୁ କଳି କାଳରେ ସେଇ ଭକ୍ତି ମୋର ନାମ ଗ୍ରହଣ। ଭକ୍ତି ଯୋଗ ଭଗବତୀ ତନ୍ନାମ ଗ୍ରହଣ ଆଦିଭି। ତେଣୁ ଭକ୍ତି ଯୋଗ ହେଉଛି ଭଗବାନଙ୍କର ନାମ ଗ୍ରହଣ। ତେଣୁ ଆମମାନେ ସେଇ ନାମଟାକୁ ସର୍ବ ଅବସ୍ଥାରେ କରିପାରିବା। ବସିଥିବା କରିପାରିବା, ଯାଉଥିବା କରିପାରିବା, ଶୋଇଥିବା କରିପାରିବା, ସର୍ବ ଅବସ୍ଥାରେ ଭକ୍ତି ଯୋଗ କରିପାରିବା। ଯେଇ ନାମ ସେଇ କୃଷ୍ଣ, ଏହି ତତ୍ତ୍ୱ ତ ଶିକ୍ଷା ଦିଆଯାଇଛି। ତେଣୁ କି ଶୟନେ କି ଭୋଜନେ କିବା ଜାଗରଣେ ଅହର୍ନିଶ ଚିନ୍ତ କୃଷ୍ଣ ବଲ ହବଦନେ। ଶୋଇଥିବା କରିପାରିବା, ଯାଉଥିବା କରିପାରିବା, ସର୍ବ ଅବସ୍ଥାରେ ନାମ ଗ୍ରହଣ କରିପାରିବା। ତେଣୁ ଏହି ହେଉଛି କଳିକାଳରେ ଭକ୍ତିର ସାଧନ। ନାମର ଗ୍ରହଣ ହେଉଛି ଭକ୍ତି ଯୋଗ। କଳି କାଳରେ ଭକ୍ତି ଯୋଗ କ'ଣ ନା ଭକ୍ତି ଯୋଗ ଧନ। ଭକ୍ତି ଏହି ଭଗବାନଙ୍କ ନାମ ଗ୍ରହଣ। ତେଣୁ ଭଗବାନଙ୍କର ନାମ ନବା ହିଁ କଳିକାଳର ଭକ୍ତି ଯୋଗ। କଳିକାଳ ତାରକ ମନ୍ତ୍ର। ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଲେ ଯେ ପ୍ରଭୁ କହେ କହିଲାଉଁ ଏହି ମହାମନ୍ତ୍ର, ଇହା ଜପ ଗିଆ ସବେ କରିଆ ନିର୍ବନ୍ଧ। ଏହା হইতে ସର୍ବସିଦ୍ଧି হইবে সবার, সর্বক্ষণ বলইতে বিধি নাই আর। କହିଲେ ତୁମେ ଭଜନ ଯେଉଁ କରିବ, ତେଣୁ ଏହି ମହାମନ୍ତ୍ର ତୁମକୁ ଦେଲି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏହା ତୁମମାନେ କୀର୍ତ୍ତନ କରିପାରିବ ଆଉ ନାମ ମାଳାରେ ବି ଜପ କରିପାରିବ। ତେଣୁ ଯେତେ ତୁମମାନେ ଏହି ନାମ କରିପାରିବ ସେତେ ତୁମର ମଙ୍ଗଳ ହେବ, ସେତେ ତୁମର ଅନ୍ତର୍ନିହିତ ଯେ ଅନର୍ଥ ସବୁ ଦୂରୀଭୂତ ହେବ। ଭଗବାନଙ୍କର ଭକ୍ତି ତୁମର ବଢ଼ିବାକୁ ଲାଗିବ। ତେଣୁ ଏହି ନାମ ଭଜନ ହିଁ ସର୍ବ ଅବସ୍ଥାରେ, ଏହା ହିଁ ଭକ୍ତି ଯୋଗ। ଏହା ହିଁ ଭକ୍ତି ଯୋଗ। ଏହା ହିଁ କଲେ ଆମମାନଙ୍କର କଳିକାଳରେ ପ୍ରକୃତ ମଙ୍ଗଳ ଉଦୟ ହୁଏ। ଏ ମନୁଷ୍ୟ ଜୀବନ ସାର୍ଥକ ହୁଏ। ଯାହା ହିଁ ଭାଗବତର ଶେଷ ନିର୍ଦ୍ଦେଶ ଭକ୍ତି ଯୋଗ ଭଗବତୀ ତନ୍ନାମ ଗ୍ରହଣ ଆଦିଭି। ଆଉ ନାମ ସଂକୀର୍ତ୍ତନଂ ଯସ୍ୟ ସର୍ବ ପାପ ପ୍ରଣାଶନମ୍ ପ୍ରଣାମ ଦୁଃଖ ସମନ ତଂ ନମାମି ହରିଂ ପରମ୍। ସେଥିପାଇଁ ପୁତ୍ରର ନାମ ନାରାୟଣ ଦେଇ ଅଜାମିଳ ସେ ଉଦ୍ଧାର ପାଇଲା ମୃତ୍ୟୁ ସମୟରେ। ତାହେଲେ ଆମମାନେ ଯଦି ମୃତ୍ୟୁ ଦୂରରେ ଥାଉ ଥାଉ ଯଦି ସେହି ନାମ ଅଭ୍ୟାସ କରିବା, ତାହେଲେ ମଧ୍ୟ ଆମମାନଙ୍କର ସେହି ଭକ୍ତି ବୃଦ୍ଧି ପାଇବ ଏବଂ ଆମମାନଙ୍କର ମୃତ୍ୟୁ ସମୟରେ ସେହି ନାମ ସ୍ମରଣ ହେବ। ଅନ୍ତକାଳରେ ମୋର ନାମ ସ୍ମରଣ କରି ଯିଏ ଦେହତ୍ୟାଗ କରିବ ସିଏ ମୋର ଧାମକୁ ଆସିବ। ଏହି ସଂସାରରୁ ସେ ଉଦ୍ଧାର ପାଇପାରିବ। ଏହା ହେଉଛି ଭଗବାନଙ୍କର ଗୀତାରେ ନିର୍ଦ୍ଦେଶ। ଅନ୍ତକାଳେ ଚ ମାମେବ ସ୍ମରଣୁକ୍ତା କଳେବରମ୍ ଯୋ ପ୍ରୟାତି ସମଧାମ ଜାତି ନାସ୍ତି ଅତ୍ର ସଂଶୟ। ତେଣୁ ଏ ବିଷୟରେ କୌଣସି ସନ୍ଦେହ ନାହିଁ। ଯିଏ ମୋର ନାମ କରି କରି ଦେହତ୍ୟାଗ କରିବ
ସେ ମୋର ଧାମକୁ ଆସିବ, ଏ ଜନ୍ମ ମୃତ୍ୟୁ ଚକ୍ରରୁ ସେ ଉଦ୍ଧାର ପାଇବ। ତେଣୁ ମନୁଷ୍ୟ ଜୀବନର ଏ ଲାଭ ଯଦି ଗୋବିନ୍ଦେ କରେ ଭାବ। ଅତଏବ ଏହି ସୁଯୋଗ ଆମମାନଙ୍କର ଆସିଛି କଳି କାଳରେ, କାରଣ ଭଗବାନ ଆମମାନଙ୍କ ପାଖରେ ନାମ ରୂପରେ ରହିଛନ୍ତି ଏବଂ ଏହା ହିଁ ହେଉଛି ତାଙ୍କର ନାମ ଗ୍ରହଣ କରିବା ଭକ୍ତି ଯୋଗ। ତେଣୁ ସେହି ଭକ୍ତି ଦ୍ୱାରା ଭଗବାନ ତ ଗୀତାରେ କହିଲେ ମୁଁ ଭକ୍ତି ଦ୍ୱାରା ହିଁ ବଶୀଭୂତ ହୁଏ, ଭକ୍ତ୍ୟା ମାଂ ଅଭିଜାନାତି, ଅନ୍ୟ ଉପାୟ ଦ୍ୱାରା କେହି ଜାଣିପାରେ ନା। ତେଣୁ କଳି କାଳରେ ପ୍ରଭୁ କହିଲେ ମୋର ନାମ ଗ୍ରହଣ କରିବା ହିଁ ସବୁଠାରୁ ଶ୍ରେଷ୍ଠ ଭକ୍ତି, ଏହା ହିଁ କର, ପରମ ମଙ୍ଗଳ ଲାଭ କର। ହରେର ନାମ ହରେର ନାମୈବ କେବଳମ୍, କଳଉ ନାସ୍ତେବ ଗତି ଅନ୍ୟଥା। ତେଣୁ ଏହା ହିଁ ଆମମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଛି। ଏହି ଭକ୍ତି ଯୋଗ କଳି କାଳରେ ସର୍ବୋପରି ସାଧନ ଉପାୟ, ମଙ୍ଗଳ ଉପାୟ, ଏହା ହିଁ କରନ୍ତୁ, ପରମ ମଙ୍ଗଳ ଲାଭ କରନ୍ତୁ।